ସନ୍ଧ୍ୟା ଦେଖନ୍ତୁ ମୁଁ ଗୋଟେ ଆମର ଗାଁର ଯେଉଁଟା ମେନ୍ ଏଣ୍ଟ୍ରାନ୍ସରେ ଗୋଟେ ଟ୍ୟୁବୱେଲ୍ଟେ ଅଛି ବୋରୱେଲ୍। ତ ସେଠି ପାଣି ସବୁବେଳେ ଗୋଳିଆ ବାହାରୁଛି। ଗୋଳିଆ ବାହାରର କାରଣ ଯେ ଟ୍ୟୁବୱେଲ୍ଟେ ଦେଖିବେ ସ୍କୁଲ ପାଖରେ ଅଛି। ଗୋଳିଆ ପାଣି ବାହାରିବାର ରିଜନ୍ ହେଲା ଯେ ଆମର ପାଇପ୍ ଯେଉଁ ଭିତରେ ଥାଏ ଟ୍ୟୁବୱେଲ୍ର ମ୍ୟାକ୍ସିମମ୍ ପାଇପ୍ ତଳକୁ ଖସି ଯାଇଛି। ରିପେୟାର କରିବାକୁ ଆସିଥିଲେ 100 ଫୁଟ୍ସ ପାଖାପାଖି ପାଇପ୍ ତଳକୁ ପଳେଇଛି। ତ ସେଥିପାଇଁ ସେଥିରେ ଗୋଳିଆ ପାଣି ଆସୁଛି। ତ କମ୍ପ୍ଲେନ୍ ଲଜ୍ ହେଇଥିଲା 13 ମେରେ। ଆସାଇନିଂ 11 ମେରେ ଆମେ ରେଜିଷ୍ଟର୍ଡ କରିଥିଲୁ କମ୍ପ୍ଲେନ୍। ପିଡିଆର୍ଡି ଡିପାର୍ଟମେଣ୍ଟକୁ 11 ତାରିଖରୁ ଫରୱାର୍ଡ଼ କଲେ ଭିଡ଼ିଓ କୋରେଇଙ୍କୁ। ବଟ୍ ଷ୍ଟିଲ୍ ଏପର୍ଯ୍ୟନ୍ତ ଆସିକି କିଛି ମରାମତି କରାଗଲା ନାହିଁ। ସାଧାରଣତଃ ପାଣି ପାଇଁ ଏତେ ସମୟ ଯେଉଁ ପାଣି ଗୋଟେ ସ୍ୱଚ୍ଛତା ପାଣି ଦେବା ପାଇଁ ଏତିକି ସମୟ ବାଗେଇବାକୁ ତାଙ୍କୁ କେତେ ସମୟ ଲାଗୁଛି, ଆଉ କାମ କେମିତି ଚାଲିଛି ସରକାରୀ ସ୍ତରରେ ସେଟା ଆଗାମୀ ଦିନରେ ଜଣାପଡ଼ିବ। ଆଉ ରିକ୍ୱେଷ୍ଟ ନୁହଁ, ଇଏ ହେଉଛି ଗୋଟେ ପ୍ରୁଫ୍ ଯେ କେମିତି କାମ ଚାଲିଛି। ଆଉ ଅବଭିୟସଲି ଏସବୁ ପୁରୁଣା ସରକାରଙ୍କର କାର୍ଯ୍ୟ ଆଉ ନୂତନ ସରକାରଙ୍କ କାର୍ଯ୍ୟରେ ଯେମିତି ଯେଉଁ ବାଧକ ସୃଷ୍ଟି ହେଉଛି, ତ ଇଏ ହେଉଛି ଗୋଟେ ଜ୍ୱଳନ୍ତ ପ୍ରମାଣ। 13 ତାରିଖରୁ ଆଜି ହେଲା 23 ତାରିଖ, ଏପର୍ଯ୍ୟନ୍ତ ବାଗା ହେଇପାରିଲା ନାହିଁ। ତ ଆଗାମୀ ଦିନରେ ଆମର ଜନସାଧାରଣ ସେ କିପରି ପଦକ୍ଷେପ ନେବେ ତା ଆଗାମୀ ଦିନରେ ଜଣାପଡ଼ିବ। ଆଉ କୋରେଇ ବିଡ଼ିଓ ସାର୍ଙ୍କୁ ଅନୁରୋଧ, ଯଥାଶୀଘ୍ର ପାନୀୟ ଜଳ ତ ପହଞ୍ଚି ପାରୁନି, ପାଇପ୍ ଏପର୍ଯ୍ୟନ୍ତ କେଉଁଠି କ'ଣ ପଡ଼ିଛି ତା ଠିକ୍ ଠିକଣା ନାହିଁ। ଆଟଲିଷ୍ଟ ସେ ଟ୍ୟୁବୱେଲ୍ ଗୁରା ଯେଉଁ ଅଛି ତାକୁ ତ ମରାମତି କରନ୍ତୁ। ଯେଉଁ କଣ୍ଟ୍ରାକ୍ଟରକୁ ଦେଉଛନ୍ତି କାମ କରିବା ପାଇଁ ତାଙ୍କୁ କୁହନ୍ତୁ ଭଲସେ କାମ କରିବେ। ଖାଲି GPS ହ୍ୱାଟ୍ସଆପ୍ରେ ଫଟୋ ଗ୍ରୁପ୍ରେ ଛାଡ଼ିଦେଲେ କିଛି କାମ ହେଇପାରେନି। ଆଜି ସକାଳେ ମୁଁ ଚେକ୍ କରିକି ଆସିଛି, ପାଣି ଏପର୍ଯ୍ୟନ୍ତ ବାଗା ହେଇପାରିଲା ନାହିଁ। ଜୟ ଜଗନ୍ନାଥ।